ଆମେ ତମ ରାସ୍ତାରେ ଯାଉ ମତେ ମୋ ରାସ୍ତାରେ ଛାଡ଼ିଦିଅ। ନାଇଁ 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 ବାବୁ ତମକୁ କହିବାକୁ ହବ ଆଉ ଯଦି ନ କହିବ ତମକୁ ତମ ପରିବାର ନିୟମ ବାବୁ କାହିଁକି ପକେଇଦେଲ ସେଇ ମୋର ପରିବାରର ନିୟମ ବାବୁ? ଯେତେବେଳେ ତମେ ନିୟମଟା ପକେଇ ଦେଇଛ ତାହେଲେ ଶୁଣ ବାବୁ, କାହିଁକି ମୁଁ ହରବର ହେଇ ତମ ସହିତ ଧକ୍କା ହେଇଗଲି ତାହେଲେ କହୁନ ସେଇ କାହିଁକି ଗତିତର କାହାଣୀ ଶୁଣ ବାବୁ। ମୋର ବି ଗୋଟେ ହସ ଖୁସିର ସଂସାର ଥିଲା, ସଂସାର ଥିଲା ଆଉ ମୁଁ ମୋ ସଂସାରରେ ବେଶ ଆନନ୍ଦରେ ଜୀବନ ଯାପନ କରୁଥିଲି। ହେଲେ ହଠାତ୍ ଆମ ରାଜ୍ୟକୁ ଗୋଟାଏ ମହାମାରୀ ଚାଲି ମହାମାରୀ ଚାଲି ଆସିଲା ଆଉ ରାଜାଙ୍କ ଆଦେଶରେ ସବୁ ଦୋକାନ ବଜାର ବି ବନ୍ଦ ହେଇଗଲା। ବନ୍ଦ ହେଇଗଲା ଶେଷରେ ଭୋକରେ ଛଟପଟ ହେଉଥାନ୍ତି ମୋ ପରିବାର ଲୋକ। ତାଙ୍କ ଦୁଃଖ ସହି ନ ପାରି ଲୁଚି ଲୁଚି ଚାଲିଗଲି ରାଜମହଲକୁ। ରାଜମହଲକୁ ଲୁଚି ଚାଲି ରାଜାକୁ କାକୁତି ମିନତି ହେଇ କହିଲି, ମହାରାଜ ଭୋକ ଉପାସରେ ଛଟପଟ ହେଉଛନ୍ତି ମୋ ପରିବାର ଲୋକ। ମହାରାଜ ମୋତେ କିଛି ଖାଇବାକୁ ସାହାଯ୍ୟ ଦିଅ। ଖାଇବାକୁ ଦେଲେ ହେଲେ ରାଜା ଖାଇବା ଦବା ବଦଳରେ ଗୋଇଠା ମାରି ତା ରାଜମହଲରୁ ମୋତେ ତଡ଼ିଦେଲେ ବାବା। ତଡ଼ିଦେଲେ ଶେଷରେ ଅସହାୟ ମଣିଷ ଘରକୁ ଆସି ଦେଖିଲି ଭୋକ ଉପାସରେ ଛଟପଟ ହେଇ ମୋ ପରିବାର ଆର ପାରିକୁ ଚାଲିଗଲେ ବାବୁ। ଏପଟେ ପେଟର ଯନ୍ତ୍ରଣା ପରିବାରର ଦୁଃଖକୁ ସହି ନ ପାରି ବାବୁ ମଣିଷ ମାରିଛି ବାବୁ, ମଣିଷ। ଏଇଟା ଗୋଟେ ମାନେ ମାରୁରେ ବୁଆ ମାନେ ତାପରେ ରାଜାର ସୈନ୍ୟ ସାମନ୍ତ ମୋତେ ବାନ୍ଧି ନେଇଗଲେ ରାଜଉଆସକୁ। ବାନ୍ଧି ନେଇ ଗଲେ ଆଉ ରାଜା ଶୁଣେଇ ଦେଲେ ମୋତେ ଫାଶୀ। ଫାଶୀ ଶୁଣେଇ ଦେଲେ ଆଉ ମୁଁ ପ୍ରତିଶୋଧ ନେବା ବଦଳରେ ତା ରାଜମହଲରୁ ଲୁଚି ଲୁଚି ଚାଲି ଆସିଛି, କାରାଗାରରୁ ଲୁଚି ଚାଲି ଆସିଛି ବାବୁ ଲୁଚି ଚାଲି ଆସିଲ ପ୍ରତିଶୋଧ ନେବା ପାଇଁ। ଆଉ ଆସୁ ଆସୁ ତମ ସହିତ ଟିକେ ଧକ୍କା ହେଇଗଲା। ଏଥର ଶୁଣିଲେ ତ ବାବୁ? ଶୁଣିଲି ବାବୁ ଶୁଣିଲି ସେଇ ମୋର ଅତୀତ କାହାଣୀ ହଁ ବାବୁ ଶୁଣିଲି ଶୁଣିଲି ଆସୁଛି ବାବୁ। ତମେ ତମ ରାସ୍ତାରେ ଯାଅ, ମୋତେ ମୋ ରାସ୍ତାରେ ଯିବାକୁ ଦିଅ ବାବୁ। ଠିକ ଅଛି ବାବୁ ଠିକ ମୁଁ ଅଛି ଆସୁଛି ବାବୁ, ଠିକ ଅଛି ବାବୁ ଆସୁଛି। ଠିକ ଅଛି ଇଏ ଯୋଉ ଚାଲିଯିବ ତାହେଲେ ମୋ କାମଟା ସମ୍ପୂର୍ଣ୍ଣ ହବନି, ୟାକୁ ଡାକିବାକୁ ପଡ଼ିବ। ଓ ବାବୁ ଆସ 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 ଆସ